ଯେତେବେଳେ ଆମେ ରାସାୟନିକ ବିଜ୍ଞାନ ପଢିଥାନ୍ତି ସେତେବେଳେ ଆମକୁ ବହୁ ପରମାଣୁ ବିଶିଷ୍ଟ ଆୟନ ଗୁଡ଼ିକ ମନେ ରଖିବାକୁ ପଡେ। ତେବେ ସେଥିମଧ୍ୟରୁ କିଛି ବହୁ ପରମାଣୁ ବିଶିଷ୍ଟ ଆୟନ ଗୁଡ଼ିକ ଥାନ୍ତି ଯାହା ଉପରେ ଯୁକ୍ତ ଚାର୍ଜ ଥାଏ, ତାହାକୁ ଆମେ ଯୁକ୍ତାତ୍ମକ ଆୟନ ବୋଲି କହିଥାନ୍ତି। ଏବଂ ଠିକ୍ ସେହିପରି କିଛି ବହୁ ପରମାଣୁ ବିଶିଷ୍ଟ ଆୟନ ଗୁଡ଼ିକ ଥାନ୍ତି ଯେଉଁମାନଙ୍କ ଉପରେ ବିଯୁକ୍ତ ଚାର୍ଜ ଥାଏ, ଯାହାକୁ ଆମେ ବିଯୁକ୍ତାତ୍ମକ ଆୟନ ବୋଲି କହିଥାନ୍ତି। ଉଦାହରଣ ସ୍ୱରୂପ ଯଦି ଆମେ NH4 କହିବା ଏହାକୁ ଏମୋନିୟମ ଆୟନ ବୋଲି କୁହାଯାଇଥାଏ। CH3COO- କୁ ଏସିଟେଟ୍ ଆୟନ, CN- କୁ ସିଆନାଇଡ୍ ଆୟନ, ସେହିପରି OH- କୁ ଅକ୍ସାଇଡ୍ ଆୟନ, MnO4- କୁ ପରମାଙ୍ଗାନେଟ୍ ଆୟନ ଏବଂ ତା ଛଡ଼ା NO3- କୁ ନାଇଟ୍ରେଟ୍ ଆୟନ ଏବଂ NO2- କୁ ନାଇଟ୍ରାଇଟ୍ ଆୟନ ଏବଂ ତା ସହିତ ClO4- କୁ ପରକ୍ଲୋରେଟ୍ ଆୟନ, ClO3- କୁ କ୍ଲୋରେଟ୍ ଆୟନ ଏବଂ ତା ଛଡ଼ା ClO2- କୁ କ୍ଲୋରାଇଟ୍ ଆୟନ ଏବଂ ClO- କୁ ହାଇପୋକ୍ଲୋରାଇଟ୍ ଆୟନ ବୋଲି କୁହାଯାଇଥାଏ। ତା ଛଡ଼ା ଯଦି ଆମେ SO4 କୁ ଦେଖିବା ସଲଫେଟ୍ ଆୟନ କୁହାଯାଇଥାଏ, SO3 କୁ ସଲଫାଇଟ୍ ଆୟନ କୁହାଯାଇଥାଏ, HSO4- କୁ ବାଇସଲଫେଟ୍ ଆୟନ ବୋଲି କୁହାଯାଇଥାଏ ଏବଂ ଯଦି ଆମେ ଏହାକୁ ହାଇଡ୍ରୋଜେନ ସଲଫେଟ୍ ମଧ୍ୟ କୁହାଯାଇଥାଏ। CO3 କୁ କାର୍ବୋନେଟ୍, HCO3- କୁ ବାଇକାର୍ବୋନେଟ୍, PO4 କୁ ଫସ୍ଫେଟ୍ ଏବଂ HPO4 କୁ ବାଇଫସ୍ଫେଟ୍ ବା ଏହାକୁ ହାଇଡ୍ରୋଜେନ ଫସ୍ଫେଟ୍ ବୋଲି ମଧ୍ୟ କୁହାଯାଇଥାଏ। ତେବେ ଏଇଠି କହିବାର ଅର୍ଥ ହେଉଛି ଆମେ ମନେ କିପରି ରଖିବା। ତେବେ ମନେ ରଖ, ତୁମେ ଏଇଠି ନାଇଟ୍ରେଟ୍, ସଲଫେଟ୍, କାର୍ବୋନେଟ୍ ଓ ଫସ୍ଫେଟ୍ କୁ ଦେଖ। ବର୍ତ୍ତମାନ ଆମେ ଏଇ ଚାରୋଟି ଆୟନକୁ ଦେଖିବା। ଏମାନଙ୍କୁ ଆମେ ଉଚ୍ଚାରଣ କଲା ନାଇଟ୍ରେଟ୍ 8 ବୋଲି ଗୋଟେ ଉଚ୍ଚାରଣ ଆସୁଛି। ଯେତେବେଳେ 8 ଉଚ୍ଚାରଣ ଆସୁଛି ସେଇ ଚାରୋଟିକୁ ତୁମେ ମନେ ରଖ। ନାଇଟ୍ରେଟ୍ କୁ NO3-, ସଲଫେଟ୍ କୁ SO4-, କାର୍ବୋନେଟ୍ କୁ CO3-, ଫସ୍ଫେଟ୍ କୁ PO4-। ଆକୁ ଆମେ ମନେ ରଖିଦେଲେ। ତେବେ ତାପରେ ଯେତେବେଳେ ସେମିତି ନାଇଟ୍ରେଟ୍ଟା ନାଇଟ୍ରାଇଟ୍ ହେଇଗଲା, 8 ଉଚ୍ଚାରଣ ଆସୁଥିଲା, ବର୍ତ୍ତମାନ 8 ଉଚ୍ଚାରଣ ଆସିବ, ସେତେବେଳେ ଆମେ କ'ଣ ଦେଖିବା ନା ଗୋଟିଏ ଅକ୍ସିଜେନ କମି ଯାଉଛି ଏବଂ ଚାର୍ଜ ଯାହା ଥିଲା ସେଇଆ ରହୁଛି। ନାଇଟ୍ରେଟ୍ ଥିଲା NO3-, ନାଇଟ୍ରାଇଟ୍ କହିଲେ ଗୋଟେ ଅକ୍ସିଜେନ କମିଗଲା, ଚାର୍ଜ ଯାହା ଥିଲା ସେଇଆ। ଯେତେବେଳେ ମୁଁ କହିଲି ସଲଫେଟ୍, ଏହା ଥିଲା SO4-, ଯେତେବେଳେ ସଲଫାଇଟ୍ କହିଲି ସେତେବେଳେ ଗୋଟିଏ ଅକ୍ସିଜେନ କମିଗଲା, ଯାହା ଚାର୍ଜ ଥିଲା ସେଇଆ। ଠିକ୍ ଅଛି। ସେହିପରି ଏଇଠି ଯୋଉଠି ମୁଁ ଫସ୍ଫେଟ୍ ଲେଖିଛି, ମୁଁ ଫସ୍ଫାଇଟ୍ ମଧ୍ୟ ଲେଖିପାରିବି। ତାହେଲେ ମୋତେ କୁହ ଫସ୍ଫାଇଟ୍ କେମିତି ଲେଖିବି? ଏମିତି କିଛି ଲେଖିବି ନା। ଫସ୍ଫାଇଟ୍ ଯଦି କହିବି ତାହେଲେ ଗୋଟେ ଅକ୍ସିଜେନ କମିଯିବ, ଚାର୍ଜ ଯାହା ଥିଲା ସେଇଆ। ମୁଁ ତାହେଲେ କ'ଣ ଲେଖିବି? PO3-। ଏହାକୁ ଆମେ କହିବା ଫସ୍ଫାଇଟ୍ ଆୟନ ବୋଲି। ଠିକ୍ ଅଛି। ତେବେ ପୁନଶ୍ଚ ଯଦି ଆମେ ଏଇଠି ସଲଫେଟ୍ ଅଛି, ତା ପୂର୍ବରୁ ମୁଁ ବାଇ ଲଗେଇଦେଲି କିମ୍ବା ହାଇଡ୍ରୋଜେନ ଲଗେଇଦେଲି, ତାର ଅର୍ଥ ଏଇ ସଲଫେଟ୍ର ପୂର୍ବ ଭାଗରେ ଗୋଟେ ହାଇଡ୍ରୋଜେନକୁ ଆମେ ବସେଇବା। ଯେହେତୁ ହାଇଡ୍ରୋଜେନ ବସିଲା, ଚାର୍ଜ ଯାହା ଥିଲା ଗୋଟେ କମିଯିବ, 2- ଥିଲା 1- ହେଇଯିବ। ସେହିପରିକା ମୁଁ ବାଇ କାର୍ବୋନେଟ୍କୁ ଦେଖୁଛି, କାର୍ବୋନେଟ୍ରେ ଚାର୍ଜ ଥିଲା CO3-, ଯେତେବେଳେ ମୁଁ ବାଇକାର୍ବୋନେଟ୍ ଲେଖିଦେଉଛି, ମୁଁ ଏହାକୁ ହାଇଡ୍ରୋଜେନ କାର୍ବୋନେଟ୍ ମଧ୍ୟ ଲେଖିପାରିବି। ତା ପୂର୍ବରୁ ଗୋଟେ ହାଇଡ୍ରୋଜେନ ବସେଇଦେବା ଏବଂ ଚାର୍ଜ ଯାହା ଥିଲା ଗୋଟେ କମିଯିବ। ଫସ୍ଫେଟ୍କୁ ଯଦି ଦେଖିବା, ଫସ୍ଫେଟ୍ରେ PO4 ଥିଲା, ତା ପୂର୍ବରୁ ଗୋଟେ ହାଇଡ୍ରୋଜେନ ବସେଇଦେବି, ତ ଚାର୍ଜ ଗୋଟେ କମିଯିବ। ତେବେ ଫସ୍ଫାଇଟ୍କୁ ମଧ୍ୟ ମୁଁ ହାଇଡ୍ରୋଜେନ ବସେଇ ପାରିବି। ତେବେ ମୁଁ ଯଦି ଏହା ପୂର୍ବରୁ H ବସେଇଦେବି, ଏଇଟା କ'ଣ ହେଇଯିବ? HPO3-, ଆକୁ ଆମେ କହିବା ହାଇଡ୍ରୋଜେନ ଫସ୍ଫାଇଟ୍ ବା ଏହାକୁ ଆମେ କହିବା ବାଇଫସ୍ଫାଇଟ୍। ଠିକ୍ ଅଛି। ତେବେ ଏହିପରି ଭାବରେ ଆମେ କିଛି ବହୁ ପରମାଣୁ ବିଶିଷ୍ଟ ଆୟନ ଗୁଡ଼ିକ ମନେ ରଖିପାରିବା। ଠିକ୍ ଅଛି।